ବିଛଣାରେ ଶୋଇକି ଏହି ଗୋଟିଏ ମନ୍ତ୍ର 3 ଥର ପଢ଼ି ଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ହେଉ ବା ସୁନ୍ଦରୀ ବିବାହିତା ନାରୀ ତୁମ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ଯାହା ଚାହିଁବେ ତାହା କରିବ। ଏହି ମନ୍ତ୍ର ଏତେ ଶକ୍ତିଶାଳୀ କି ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ଯେଉଁ ଝିଅ ବା ନାରୀ ଉପରେ ଆପଣ ଏହି ମନ୍ତ୍ରକୁ ପାଠ କରିବେ ବା ପଢ଼ିବେ ସିଏ ଟାଣି ହୋଇ ଆପଣଙ୍କ ପାଖକୁ ଆସିବ, ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ତେବେ ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ ଆପଣ କିପରି କରିବେ, କେମିତି କରିବେ, କିପରି ଆପଣ ବିଛଣାରେ ଶୋଇକି ମନ୍ତ୍ରକୁ 3 ଥର ପଢ଼ିବେ ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଅଧାରୁ ଛାଡ଼ିକି ପଳେଇଲେ ଆପଣ କିଛି ବି ବୁଝିପାରିବେନି, ପରେ କହିବେ ଆପଣଙ୍କର ବଶୀକରଣ କାମ କରୁନି। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ପ୍ରୟୋଗ ବିଧି ଠିକ୍ ଭାବରେ ବୁଝନ୍ତୁ, ତାପରେ ଆପଣ ଏହି ବଶୀକରଣ କରିବା ପାଇଁ ଯିବେ। ମନେ ରଖନ୍ତୁ, ଏହି ବଶୀକରଣକୁ ଆପଣ କେଉଁ ବି ବାରରେ କରିପାରିବେ, କିନ୍ତୁ ଯେବେ ବି କରିବେ ରାତିରେ ନିଜ ବିଛଣାରେ ଶୋଇକି ଏହି ମନ୍ତ୍ରକୁ ପଢ଼ିବେ। ପ୍ରଥମେ ଆପଣ କ'ଣ କରିବେ, ଯେତେବେଳେ ଶୋଇବା ପାଇଁ ଯିବେ ନିଜ ବିଛଣା ଉପରେ ପୂର୍ବ ଦିଗକୁ ମୁଣ୍ଡ କରିକି ଶୋଇପଡ଼ିବେ। ତାପରେ ସେଇ ଝିଅ ବା ନାରୀକୁ ମନେ ମନେ ଭାବିକି ଆପଣ ଏହି ମନ୍ତ୍ରକୁ 3 ଥର ପଢ଼ିବେ। ଓମ୍ ନମ କାମାକ୍ଷା ଦେବୀ ଆମୁକଂ ମେ ବଶ୍ୟମ କୁରୁ କୁରୁ ସ୍ୱାହା। ଆମୁକଂ ଜାଗାରେ ଆପଣ ସେଇ ଝିଅ ବା ସ୍ତ୍ରୀର ନାମ କହିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ଏପଟେ ମନ୍ତ୍ରକୁ ପଢ଼ିବା ମାତ୍ରେ ସେପଟେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।